तो हाय सामने मु चंदन मो चैनल समस्त को स्वागत करुच्ची। तो आज आम जा दौड़िया ठारे स्वप्नेश्वर मंदिर को एक्सप्लोर करने 49 NH पलासमुआ छक ठारू दौड़िया दूरता 3.5 किलोमीटर। चलतु वीडियो को डेरी नक स्टार्ट करवा एवं आपण को अनुरोध वीडियो को स्किप न करी पूरा देखु। पलासमुआ छक ठारू आग को आसला समय प्रथम ग्राम पड़े मुरुसुआ ग्राम देखु केमती कौन धान चाष अम्बल होती एवं बीती जाइए बात्यार मंथा बात्यार किसी धान नष्ट हो जाइए। आपण अंचल केमती कौन धान चाष होती कमेंट बॉक्स में जणाइए। आपण मैंने देखिपे आपण सामने गोटे नदी अच्छी जो नदीटर ना है अड्डई नदी। अड्डई नदी उपर देखु गोटे ब्रिज होती। ब्रिज जो समय नाला आखपाखर गाँव लोक मैंने जावा आसबार बहुत असुविधार सम्मुखीन होते एवं ब्रिज टी है 2-3 पंचायतर लोक मैंने उपकृत हेले। चलतु ए डेरी नक आगे बढ़िया। ब्रिज अतिक्रम कला प्रथम ग्राम पड़े आपण मैंने देखिपे स्वप्नेश्वर मंदिर को पहुंचवा पूर्व वेलकम गेट। भाई मैंने जहाँ को अपेक्षा थिला स्वप्नेश्वर मंदिर को वर्तमान आम पहुंची सारीचु। तो चलतु डेरी नक आम भीतर को जावा। मंदिर भितर गोटे पूजा दुकान अच्छी एवं बाहर मध्य गोटे पूजा दुकान अच्छी। जदि भी कई भाई भौणी दूर दूर तारू आसुचंती पूजा सामग्री किछि भी भूली जाउचंती तो पूजा सामग्री सब किछि पाई परिबे। नना तो ए पूजार व्यस्त अच्छा
ନନାଠୁ କିଛି ମତାମତ ନେଇ ହେଲାନି। ତ ମନ୍ଦିରର ଆଉ ଜଣେ କର୍ମକର୍ତ୍ତା ଅଛନ୍ତି, ଚାଲନ୍ତୁ ତାଙ୍କଠୁ ମନ୍ଦିର ବିଷୟରେ କିଛି ଜାଣିବା। ଗୌରାଙ୍ଗଚନ୍ଦ୍ର ପ୍ରଧାନ। ଆପଣ କେତେ ବର୍ଷ ହେଲାଣି ମନ୍ଦିର ସହିତ ଜଡ଼ିତ? ପ୍ରାୟ 20 ବର୍ଷ। ଯାହା ଖୁସି ଲାଗିଲା, ବହୁତ ବର୍ଷ ହେଲାଣି ଆପଣ ମନ୍ଦିର ସହିତ ଜଡ଼ିତ ହେଇକି ଅଛନ୍ତି। ତାପରେ ହଉଛି ଆମର ଜାଣିବା କଥା ବହୁତ ପୁରୁଣା ମନ୍ଦିର ଲାଗୁଛି, ହେଲେ ବି କେତେ ଶହ ବର୍ଷ ପୁରୁଣା ହବ ମନ୍ଦିର? ବହୁତ ବହୁତ ପୁରୁଣା। ଆମ ଜେଜେବାପାଙ୍କ ଅମଳରୁ ତାଙ୍କ ଆଗରୁ ସେମାନେ ମନ୍ଦିର ମାନେ 200-300 ବର୍ଷ? 200-300 ବର୍ଷ ହେଲାଣି। ଯାହା ହଉ ଖୁସି ଲାଗିଲା, ଗୋଟେ ବହୁତ ମାନେ ପୁରୁଣା ମନ୍ଦିର ସହିତ ଆପଣ ଜଡ଼ିତ ହେଇକି ଅଛନ୍ତି। ଆମର ଏଠି କୋଉ ସମୟରେ ଶ୍ରଦ୍ଧାଳୁମାନଙ୍କର ଏକ ସବୁ ଭିଡ଼ ଲାଗେ? ବିଶେଷ କରି ଶିବରାତ୍ରି ଆଉ ଶ୍ରାବଣ ମାସ। କାଉଡ଼ିଆ ମାନେ ସବୁ କୋଉଠୁ ସବୁ ଜଳଭାର ନେଇକି ଆସନ୍ତି? ବୈତରଣରୁ ନେଇକି ଆସନ୍ତି, ଅରଡ଼େଇ ବିଭିନ୍ନ ଆଡ଼ୁ ଆସନ୍ତି। ତ ମାନେ ଆଖପାଖ ତ ଏତେ ବିଶେଷ ଗାଁ ଜଣା ପଡୁନି, ଗୋଟେ ଦିଟା ଗାଁ ହିଁ ଦେଖା ହଉଛି। ତଥାପି ଆଖପାଖ କୋଉ କୋଉ ସବୁ ଗାଁର ଲୋକମାନେ ଆସନ୍ତି? 4ଟା ପଞ୍ଚାୟତର ଲୋକ ଆସନ୍ତି, ଏମିତିକି କେନ୍ଦୁଝର, ଟୁମଟୁମ ଆଦିରୁ, ଯୋଡ଼ା ଆଦିରୁ ଲୋକ ଆସନ୍ତି। ଯାହା ହଉ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମନ୍ଦିର ବିଷୟରେ ଜାଣିବା ପାଇଁ ମିଳିଲା। ଚାଲନ୍ତୁ ମନ୍ଦିରର ଚତୁଃପାର୍ଶ୍ୱରେ କ'ଣ କ'ଣ ଅଛି ଟିକେ ଦେଖିନେବା। ଇଏ ହେଉଛି ମନ୍ଦିରର ପାକଶାଳା ଏବଂ ଏଠାରେ ରୋଷେଇ ହେଇକି ଭକ୍ତମାନଙ୍କୁ ପ୍ରସାଦ ଆକାରରେ ବଣ୍ଟାଯାଏ। ଆପଣମାନେ ଦେଖିପାରୁଥିବେ ଯୋଡ଼ି ଗଛ ମୂଳେ ଗୋଟିଏ ଚାନ୍ଦିନୀ ହେଇଛି।
ଶ୍ରାବଣ ସମୟରେ ଏବଂ ଶିବରାତ୍ରି ସମୟରେ ଭକ୍ତମାନେ ଏଠାରେ ବସି ପ୍ରସାଦ ସେବନ କରନ୍ତି। ତ ସାଙ୍ଗମାନେ ଆଜି ପାଇଁ ବ୍ଲଗ୍ ଭିଡ଼ିଓଟି ଏତିକିରେ ଶେଷ ହେଲା। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଯେଉଁମାନେ ଚ୍ୟାନେଲଟିକୁ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ।